ପ୍ରେରିତ ଅଧ୍ୟାୟ 9। ସାଉଲଙ୍କ ମନ ପରିବର୍ତ୍ତନ। କିନ୍ତୁ ସାଉଲ ଏପର୍ଯ୍ୟନ୍ତ ସୁଦ୍ଧା ପ୍ରଭୁଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ଭୟ ଓ ପ୍ରାଣନାଶର କଥା କହି ମହାଯାଜକଙ୍କ ନିକଟକୁ ଗଲେ। ପୁଣି ଏହି ମାର୍ଗର ଯେକୌଣସି ପୁରୁଷ କି ସ୍ତ୍ରୀର ଦେଖା ପାଆନ୍ତି ସେମାନଙ୍କୁ ଯେପରି ବାନ୍ଧି ଜେରୁସାଲେମ ସହରକୁ ଆଣିପାରନ୍ତି, ଏଥିସକାଶେ ଦମେଶକର ସମସ୍ତ ସମାଜଗୃହ ନିକଟକୁ ତାହାଙ୍କଠାରୁ ପତ୍ର ମାଗିଲେ। ପରେ ସେ ଯାଉ ଯାଉ ଦମେଶକର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକି ଉଠିଲା। ସେଥିରେ ସେ ଭୂମିରେ ପଡ଼ିଯାଇ ତାହାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, ହେ ସାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ? ସେ କହିଲେ, ହେ ପ୍ରଭୁ, ଆପଣ କିଏ? ଆଉ ସେ କହିଲେ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଅଛ ଆମ୍ଭେ ସେହି ଯୀଶୁ। କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କ'ଣ କରିବାକୁ ହେବ ତାହା କୁହାଯିବ। ଯେଉଁ ଲୋକମାନେ ତାହାଙ୍କ ସାଙ୍ଗରେ ଯାତ୍ରା କରୁଥିଲେ ସେମାନେ ସେହି ଶବ୍ଦ ଶୁଣି କାହାରିକୁ ନ ଦେଖିବାରୁ ଅବାକ୍ ହୋଇ ରହିଲେ। ପୁଣି ସାଉଲ ଭୂମିରୁ ଉଠି ଯେତେବେଳେ ଆପଣ ଆଖି ଫିଟାଇଲେ ସେତେବେଳେ ସେ କିଛି ଦେଖିପାରିଲେ ନାହିଁ। ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମେଶକ ସହରକୁ ଘେନିଗଲେ। ଆଉ ସେ 3 ଦିନ ପର୍ଯ୍ୟନ୍ତ ଦୃଷ୍ଟିହୀନ ହୋଇ ରହିଲେ। ପୁଣି କିଛି ଖାଇଲେ ନାହିଁ କି ପିଇଲେ ନାହିଁ। ଦମେଶକରେ ହନନୀୟ ନାମକ ଜଣେ ଶିଷ୍ୟ ଥିଲେ। ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, ହନନୀୟ। ସେ କହିଲେ, ହେ ପ୍ରଭୁ, ଆଜ୍ଞା କରିବା ହେନ୍ତୁ। ସେଥିରେ ପ୍ରଭୁ ତାହାଙ୍କୁ କହିଲେ, ଉଠ, ସଳଖ ନାମକ ପଥକୁ ଯାଇ ଜିହୁଦାର ଗୃହରେ ତାର୍ସ ସହରର ସାଉଲ ନାମକ ଜଣେ ବ୍ୟକ୍ତିର ଅନୁସନ୍ଧାନ କର। କାରଣ ଦେଖ, ସେ ପ୍ରାର୍ଥନା କରୁଅଛି। ଆଉ ସେ ଯେପରି ଦୃଷ୍ଟି ପ୍ରାପ୍ତ ହୁଏ ଏଥି ନିମନ୍ତେ ହନନୀୟ ନାମକ ଜଣେ ଲୋକ ଆସି ତାହା ଉପରେ ହସ୍ତାର୍ପଣ କରୁଅଛି ବୋଲି ସେ ଦର୍ଶନ ପାଇଅଛି। କିନ୍ତୁ ହନନୀୟ ଉତ୍ତର ଦେଲେ, ପ୍ରଭୁ, ଜେରୁସାଲେମ ସହରରେ ଆପଣଙ୍କ ସାଧୁମାନଙ୍କ ପ୍ରତି ଏହି ଲୋକ ଯେ କେତେ ଅତ୍ୟାଚାର କରିଅଛି ତାହା ମୁଁ ଅନେକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଅଛି। ଆଉ ଏହି ସ୍ଥାନରେ ଯେତେ ଲୋକ ଆପଣଙ୍କ ନାମରେ ପ୍ରାର୍ଥନା କରନ୍ତି ସେମାନଙ୍କୁ ବାନ୍ଧିବା ନିମନ୍ତେ ସେ ପ୍ରଧାନ ଯାଜକମାନଙ୍କ ପାଖରୁ କ୍ଷମତା ପାଇଅଛି। କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, ଯାଅ, କାରଣ ସେ ଅଣଜିହୁଦୀ ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ। ଯେଣୁ ଆମ୍ଭର ନାମ ସକାଶେ ତାହାକୁ ଯେ କେତେ ଦୁଃଖ ଭୋଗ କରିବାକୁ ହେବ ତାହା ଆମ୍ଭେ ତାହାକୁ ଜଣାଇବା। ସେଥିରେ ହନନୀୟ ପ୍ରସ୍ଥାନ କରି ସେହି ଗୃହରେ ପ୍ରବେଶ କଲେ। ପୁଣି ତାହାଙ୍କ ଉପରେ ହସ୍ତାର୍ପଣ କରି କହିଲେ, ସାଉଲ ଭାଇ, ପ୍ରଭୁ ଅର୍ଥାତ୍ ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ ତୁମ୍ଭେ ଯେପରି ଦୃଷ୍ଟି ପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ, ଏଥି ନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି। ସେହି କ୍ଷଣି ତାହାଙ୍କ ଆଖିରୁ କାତି ପରି କ'ଣ ଖସି ପଡ଼ିଲା ଓ ସେ ଦୃଷ୍ଟି ପାଇଲେ। ପୁଣି ସେ ଉଠି ବାପ୍ତିଜିତ ହେଲେ। ଆଉ ସେ ଭୋଜନ କରି ବଳ ପାଇଲେ। ଏଥି ଉତ୍ତାରେ ସେ ଦମେଶକରେ ଥିବା ଶିଷ୍ୟମାନଙ୍କ ସହିତ କେତେକ ଦିନ ରହିଲେ। ଦମେଶକରେ ସାଉଲଙ୍କ ପ୍ରଚାର। ପୁଣି ଯୀଶୁ ଯେ ଈଶ୍ୱରଙ୍କର ପୁତ୍ର ଏହା ସେ ଅବିଳମ୍ବରେ ସମାଜଗୃହ ସମୂହରେ ଘୋଷଣା କରିବାକୁ ଲାଗିଲେ। ଆଉ ଯେଉଁମାନେ ତାହାଙ୍କ କଥା ଶୁଣିଲେ ସେମାନେ ସମସ୍ତେ ଆଚମ୍ବିତ ହୋଇ କହିବାକୁ ଲାଗିଲେ, ଏହି ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯେ ଜେରୁସାଲେମ ସହରରେ ବିନଷ୍ଟ କରୁଥିଲା, ଆଉ ଯେପରି ସେମାନଙ୍କୁ ବାନ୍ଧି ପ୍ରଧାନ ଯାଜକମାନଙ୍କ ନିକଟକୁ ଘେନିଯାଇପାରେ, ସେହି ଅଭିପ୍ରାୟରେ ଏହି ସ୍ଥାନକୁ ଆସିଥିଲା, ଏ କି ସେହି ନୁହେଁ? କିନ୍ତୁ ସାଉଲ ଅଧିକତର ଶକ୍ତିଶାଳୀ ହୋଇ ଉଠିଲେ। ପୁଣି ଏ ଯେ ଖ୍ରୀଷ୍ଟ ଏହା ପ୍ରମାଣ କରି ଦମେଶକ ନିବାସୀ ଜିହୁଦୀମାନଙ୍କୁ ନିରୁତ୍ତର କରିଦେଉଥିଲେ। ଅନେକ ଦିନ ଗତ ହେଲା ଉତ୍ତାରେ ଜିହୁଦୀମାନେ ତାହାଙ୍କୁ ବଧ କରିବା ପାଇଁ ଏକତ୍ର ମନ୍ତ୍ରଣା କଲେ। କିନ୍ତୁ ସେମାନଙ୍କର ଚକ୍ରାନ୍ତ ସାଉଲଙ୍କର କର୍ଣ୍ଣଗୋଚର ହେଲା। ଆଉ ସେମାନେ ଯେପରି ତାହାଙ୍କୁ ବଧ କରିପାରନ୍ତି ଏଥି ନିମନ୍ତେ ଦିବାରାତ୍ର ମଧ୍ୟ ନଗର ଦ୍ୱାର ସବୁ ଜଗି ରହିଲେ। କିନ୍ତୁ ତାହାଙ୍କର ଶିଷ୍ୟମାନେ ରାତ୍ରି କାଳରେ ତାହାଙ୍କୁ ଘେନି ଗୋଟିଏ ଟୋକେଇରେ ପ୍ରାଚୀର ଦେଇ ତଳକୁ ଓହ୍ଲାଇ ଦେଲେ। ଜେରୁସାଲେମ ସହରରେ ସାଉଲ। ପରେ ସେ ଜେରୁସାଲେମ ସହରକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ। ମାତ୍ର
ସେ ଯେ ଜଣେ ଶିଷ୍ୟ ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ। କିନ୍ତୁ ବର୍ଣ୍ଣବା ତାହାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ। ପୁଣି ବାଟରେ ସେ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ସେ ଯେ ତାହାଙ୍କ ସହିତ କଥା କହିଥିଲେ, ଆଉ କି ପ୍ରକାରେ ସେ ଦମେଶକରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ, ଏହିସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। ଆଉ ସେ ସେମାନଙ୍କ ସହିତ ଜେରୁସାଲେମ ସହରରେ ଗମନାଗମନ କରି ପ୍ରଭୁଙ୍କର ନାମ ସାହସପୂର୍ବକ ପ୍ରଚାର କରିବାକୁ ଲାଗିଲେ। ପୁଣି ସେ ଗ୍ରୀକ୍ ଭାଷାବାଦୀ ଯିହୁଦୀମାନଙ୍କ ସହିତ କଥାବାର୍ତ୍ତା ଓ ତର୍କ ବିତର୍କ କରୁଥିଲେ, କିନ୍ତୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରିବାକୁ ଲାଗିଲେ। ତାହା ଜାଣିପାରି ଭାଇମାନେ ତାହାଙ୍କୁ କାଇସରିୟାକୁ ଘେନିଯାଇ ତାର୍ସକୁ ପଠାଇଦେଲେ। ଏହି ପ୍ରକାରେ ସମୁଦାୟ ଯିହୁଦିଆ ପ୍ରଦେଶ, ଗାଲିଲି ଓ ସମୀରଣ ମଣ୍ଡଳୀ ନିଷ୍ଠା ପ୍ରାପ୍ତ ହୋଇ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କଲେ। ପୁଣି ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ। ଲୁଦ ଓ ଜାଫରେ ପିତର ଇତିମଧ୍ୟରେ ପିତର ସମସ୍ତ ଅଞ୍ଚଳ ଭ୍ରମଣ କରୁ କରୁ ଲୁଦ ନଗରବାସୀ ସାଧୁମାନଙ୍କ ନିକଟକୁ ମଧ୍ୟ ଆସିଲେ। ସେ ସ୍ଥାନରେ ସେ ଏନିୟ ନାମକ ଜଣେ ଲୋକଙ୍କର ଦେଖା ପାଇଲେ। ସେ 8 ବର୍ଷ ପର୍ଯ୍ୟନ୍ତ ଶଯ୍ୟାଶାୟୀ ଥିଲେ। ତାହାଙ୍କୁ ପକ୍ଷାଘାତ ହୋଇଥିଲା। ପିତର ତାହାଙ୍କୁ କହିଲେ, ଏନିୟ, ଯୀଶୁଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଅଛନ୍ତି। ଉଠ, ତୁମ୍ଭର ସେଜ ସଜାଡ଼। ସେଥିରେ ସେ ସେହି କ୍ଷଣି ଉଠିଲେ। ଆଉ ଲୁଦ ଓ ସାରଣ ନିବାସୀ ସମସ୍ତେ ତାହାଙ୍କୁ ଦେଖି ପ୍ରଭୁଙ୍କ ପ୍ରତି ଫେରିଲେ। ଜାଫୋ ସହରରେ ତାବିଥା ନାମକ ଜଣେ ଶିଷ୍ୟା ଥିଲେ। ଅନୁବାଦ କଲେ, ଏହି ନାମର ଅର୍ଥ ଦର୍କା। ସେ ନାନା ସତ୍କର୍ମ ଓ ଦାନ କ୍ରିୟାରେ ପୂର୍ଣ୍ଣ ଥିଲେ। ସେହି ସମୟରେ ସେ ପୀଡ଼ିତା ହୋଇ ପ୍ରାଣ ତ୍ୟାଗ କଲେ। ସେଥିରେ ସେମାନେ ତାହାଙ୍କୁ ସ୍ନାନ କରାଇ ଗୋଟିଏ ଉପର କୋଠରୀରେ ଶୁଆଇ ଦେଲେ। ପୁଣି ଲୁଦ ଜାଫୋ ସହରର ନିକଟବର୍ତ୍ତୀ ଥିବାରୁ ଶିଷ୍ୟମାନେ ପିତର ସେଠାରେ ଅଛନ୍ତି ବୋଲି ଶୁଣି 2 ଜଣ ଲୋକଙ୍କୁ ତାହାଙ୍କ ନିକଟକୁ ପଠାଇ ଏହା ନିବେଦନ କଲେ, ଆମ୍ଭମାନଙ୍କ ନିକଟକୁ ଆସିବା ପାଇଁ ବିଳମ୍ବ କରନ୍ତୁ ନାହିଁ। ଏଣୁ ପିତର ଉଠି ସେମାନଙ୍କ ସାଙ୍ଗରେ ଗଲେ। ସେ ଆସନ୍ତେ ସେମାନେ ତାହାଙ୍କୁ ସେହି ଉପର କୋଠରୀକୁ ଘେନିଗଲେ। ଆଉ ବିଧବାମାନେ ସମସ୍ତେ ତାହାଙ୍କୁ ଘେରି ବିଳାପ କରୁ କରୁ ଦର୍କା ସେମାନଙ୍କ ସାଙ୍ଗରେ ଥିବା ସମୟରେ ଯେଉଁ ସବୁ ଅଙ୍ଗରଖା ଓ ବସ୍ତ୍ରଗୁଡ଼ିକ ବୁଣିଥିଲେ, ସେହି ସବୁ ଦେଖାଇବାକୁ ଲାଗିଲେ। କିନ୍ତୁ ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁମାଡ଼ି ପ୍ରାର୍ଥନା କଲେ। ପୁଣି ଶବ ଆଡ଼କୁ ବୁଲିପଡ଼ି କହିଲେ, ତାବିଥା, ଉଠ। ସେଥିରେ ସେ ଆଖି ମେଲା କଲେ, ଆଉ ପିତରକୁ ଦେଖି ଉଠି ବସିଲେ। ପୁଣି ସେ ହାତ ଦେଇ ତାହାଙ୍କୁ ଉଠାଇଲେ ଏବଂ ସାଧୁମାନଙ୍କୁ ଓ ବିଧବାମାନଙ୍କୁ ଡାକି ତାହାଙ୍କୁ ଜୀବିତ ଦେଖାଇଲେ। ଏହି କଥା ଜାଫୋ ସହରର ସବୁଆଡ଼େ ଜଣାପଡ଼ିଲା ଓ ଅନେକ ପ୍ରଭୁଙ୍କଠାରେ ବିଶ୍ୱାସ କଲେ। ପୁଣି ପିତର ଅନେକ ଦିନ ଜାଫୋ ସହରରେ ସିମୋନ ନାମକ ଜଣେ ଚର୍ମକାରକ ସହିତ ବାସ କଲେ। ପ୍ରେରିତ ଅଧ୍ୟାୟ 10। ପିତର ଓ କର୍ଣ୍ଣିଲିୟ। କାଇସରିୟା ସହରରେ କର୍ଣ୍ଣିଲିୟ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଇତାଲିକ ନାମକ ସୈନ୍ୟ ଦଳର ଜଣେ ଶତ ସେନାପତି ଥିଲେ। ସେ ଜଣେ ଭକ୍ତ ଆଉ ସପରିବାରରେ ଈଶ୍ୱରଙ୍କୁ ଭୟ କରୁଥିଲେ। ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ ଆଉ ସର୍ବଦା ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ। ଦିନେ ଅପରାହ୍ନ ପ୍ରାୟ 3 ଘଣ୍ଟା ସମୟରେ ସେ ସ୍ପଷ୍ଟ ରୂପେ ଗୋଟିଏ ଦର୍ଶନ ପାଇଲେ, ଯେପରି ଈଶ୍ୱରଙ୍କର ଜଣେ ଦୂତ ତାହାଙ୍କ ନିକଟକୁ ଆସି କହୁଅଛନ୍ତି, ହେ କର୍ଣ୍ଣିଲିୟ। ସେ ସେଥିରେ ତାହାଙ୍କ ପ୍ରତି ଏକ ଦୃଷ୍ଟିରେ ଚାହିଁ ଭୀତ ହୋଇ କହିଲେ, ହେ ପ୍ରଭୁ, କ'ଣ? ସେ ତାହାଙ୍କୁ କହିଲେ, ତୁମ୍ଭର ପ୍ରାର୍ଥନା ଓ ଦାନ ସବୁ ସ୍ମରଣାର୍ଥକ ବଳି ସ୍ୱରୂପେ ଊର୍ଦ୍ଧ୍ୱରେ ଈଶ୍ୱରଙ୍କ ଛାମୁରେ ଉଠିଅଛି। ଏବେ ତୁମ୍ଭେ ଜାଫୋ ସହରକୁ ଲୋକ ପଠାଇ ସିମୋନଙ୍କୁ ଡକାଇ ଆଣ। ତାହାଙ୍କ ଉପନାମ ପିତର। ସେ ସିମୋନ ନାମକ ଜଣେ ଚର୍ମକାରକଙ୍କ ଅତିଥି ସ୍ୱରୂପେ ବାସ କରୁଅଛନ୍ତି। ତାହାଙ୍କ ଘର ସମୁଦ୍ର କୂଳରେ। ତାହାଙ୍କ ସାଙ୍ଗରେ କଥା କହୁଥିବା ଦୂତ ଗଲାପରେ ସେ ଆପଣା ଗୃହର ଦାସମାନଙ୍କ ମଧ୍ୟରୁ 2 ଜଣଙ୍କୁ, ପୁଣି ତାହାଙ୍କର ସେବା କରୁଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଭକ୍ତ ସୈନ୍ୟକୁ ଡାକିଲେ। ଆଉ ସେମାନଙ୍କୁ ସମସ୍ତ କଥା ବୁଝାଇ
ଜାଫୋ ସହରକୁ ପଠାଇଲେ। ପିତରଙ୍କ ଦର୍ଶନ ପରଦିନ ସେମାନେ ଯାଉ ଯାଉ ଯେତେବେଳେ ସେହି ନଗରର ନିକଟବର୍ତ୍ତୀ ହେଲେ, ସେତେବେଳେ ପିତର ପ୍ରାୟ ଦିନ 12 ଘଣ୍ଟା ସମୟରେ ପ୍ରାର୍ଥନା କରିବା ନିମନ୍ତେ ଛାତ ଉପରକୁ ଗଲେ। ଆଉ ସେ କ୍ଷୁଧିତ ହୋଇ ଖାଇବାକୁ ଇଚ୍ଛା କଲେ। କିନ୍ତୁ ସେମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ସେ ମୂର୍ଚ୍ଛିତ ହୋଇ ଦର୍ଶନ ଦେଖିଲେ, ଆକାଶ ଖୋଲା ହୋଇଅଛି, ପୁଣି ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି। ସେଥିରେ ପୃଥିବୀର ସବୁ ପ୍ରକାର ଚାରି ଗୋଡ଼ିଆ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି। ଆଉ ତାହାଙ୍କ ପ୍ରତି ଏହି ବାଣୀ ହେଲା, ହେ ପିତର, ଉଠ, ବଧ କରି ଖାଅ। କିନ୍ତୁ ପିତର କହିଲେ, ନାହିଁ ପ୍ରଭୁ, ମୁଁ କେବେ ହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଖାଇ ନାହିଁ। ପୁଣି ଦ୍ୱିତୀୟ ଥର ତାହାଙ୍କ ପ୍ରତି ଏହି ବାଣୀ ହେଲା, ଈଶ୍ୱର ଯାହା ସୂଚି କରିଅଛନ୍ତି ତାହା ତୁମ୍ଭେ ଅଶୁଚି ବୋଲି ନ କୁହ। ଏହି ପ୍ରକାର 3 ଥର ହେଲା। ଆଉ ସଙ୍ଗେ ସଙ୍ଗେ ସେହି ପାତ୍ରଟି ଆକାଶକୁ ଉଠାଇ ନିଆଗଲା। ପିତର ଯେଉଁ ଦର୍ଶନ ପାଇଥିଲେ ସେଥିର ଅର୍ଥ କ'ଣ ତାହା ଭାବି ସେ ଅବାକ୍ ହେଉଥିବା ସମୟରେ, ଦେଖ, କର୍ଣ୍ଣିଲିୟଙ୍କ ପ୍ରେରିତ ଲୋକମାନେ ସିମୋନଙ୍କ ଗୃହର ଅନୁସନ୍ଧାନ କରି ଦ୍ୱାର ନିକଟରେ ଠିଆ ହୋଇ ପିତର ଉପନାମ ପ୍ରାପ୍ତ ସିମୋନ ସେଠାରେ ଅତିଥି ସ୍ୱରୂପେ ବାସ କରୁଅଛନ୍ତି କି ନାହିଁ ତାହା ଡାକି ପଚାରିଲେ। ପିତର ସେହି ଦର୍ଶନ ବିଷୟ ଚିନ୍ତା କରୁଥିବା ସମୟରେ ଆତ୍ମା ତାହାଙ୍କୁ କହିଲେ, ଦେଖ, 3 ଜଣ ଲୋକ ତୁମ୍ଭକୁ ଖୋଜୁଅଛନ୍ତି। ଉଠ, ତଳକୁ ଯାଇ କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯାଅ, କାରଣ ଆମ୍ଭେ ସେମାନଙ୍କୁ ପଠାଇଅଛୁ। ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇ ଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ ମୁଁ ସେହି। ତୁମ୍ଭମାନଙ୍କ ଆସିବାର କାରଣ କ'ଣ? ସେମାନେ କହିଲେ, କର୍ଣ୍ଣିଲିୟ ନାମକ ଜଣେ ସତ ସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ୱରଙ୍କୁ ଭୟ କରନ୍ତି, ପୁଣି ସମସ୍ତ ଯିହୁଦୀ ଜାତିଙ୍କ ନିକଟରେ ସୁଖ୍ୟାତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇ ପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି। ସେଥିରେ ସେ ସେମାନଙ୍କୁ ଭିତରକୁ ଡାକି ନେଇ ସେମାନଙ୍କର ଆତିଥ୍ୟ କଲେ। ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ। ପୁଣି ଜାଫୋ ସହର ନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କ ସାଙ୍ଗରେ ଗଲେ। କର୍ଣ୍ଣିଲିୟଙ୍କ ଘରେ ପିତର ପରଦିନ ସେମାନେ କାଇସରିଆରେ ପ୍ରବେଶ କଲେ। ଆଉ କର୍ଣ୍ଣିଲିୟ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରି ସେମାନଙ୍କ ଅପେକ୍ଷାରେ ଥିଲେ। ପିତର ପ୍ରବେଶ କରନ୍ତେ କର୍ଣ୍ଣିଲିୟ ତାହାଙ୍କୁ ଭେଟି ଚରଣ ତଳେ ପଡ଼ି ତାହାଙ୍କୁ ପ୍ରଣାମ କଲେ। କିନ୍ତୁ ପିତର ତାହାଙ୍କୁ ଉଠାଇ କହିଲେ, ଠିଆ ହୁଅ, ମୁଁ ମଧ୍ୟ ଜଣେ ମନୁଷ୍ୟ। ସେଥିରେ ସେ ତାହାଙ୍କ ସାଙ୍ଗରେ ଆଳାପ କରୁ କରୁ ଭିତରକୁ ଯାଇ ଦେଖିଲେ ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି। ଆଉ ସେ ସେମାନଙ୍କୁ କହିଲେ, କୌଣସି ଅଣଯିହୁଦୀ ସାଙ୍ଗରେ ମିଶିବା କିମ୍ବା ତାହା ପାଖକୁ ଯିବା ଯିହୁଦୀ ଲୋକ ପକ୍ଷରେ କିପରି ବିଧି ସଙ୍ଗତ ନୁହେଁ ତାହା ଆପଣମାନେ ଜାଣନ୍ତି। ତଥାପି କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ୱର ମୋତେ ଦେଖାଇଅଛନ୍ତି। ସେଥିପାଇଁ ମୋତେ ଆହ୍ୱାନ କରାଯିବା ମାତ୍ରେ ମୁଁ ମଧ୍ୟ ଆପତ୍ତି ନ କରି ଆସିଲି। ଏଣୁ ମୁଁ ପଚାରେ, କି ନିମନ୍ତେ ଆପଣମାନେ ମୋତେ ଡକାଇଅଛନ୍ତି? କର୍ଣ୍ଣିଲିୟ କହିଲେ, 4 ଦିନ ପୂର୍ବେ ଠିକ୍ ଏହି ସମୟରେ ମୁଁ ଆପଣା ଗୃହରେ ଅପରାହ୍ନ 3 ଘଣ୍ଟା ସମୟରେ ପ୍ରାର୍ଥନା କରୁଥିଲି। ଆଉ ଦେଖନ୍ତୁ, ଉଜ୍ଜଳ ବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ ସମ୍ମୁଖରେ ଠିଆ ହୋଇ କହିଲେ, କର୍ଣ୍ଣିଲିୟ, ତୁମ୍ଭର ପ୍ରାର୍ଥନା ଶୁଣାଯାଇଅଛି। ପୁଣି ତୁମ୍ଭର ଦାନ ସବୁ ଈଶ୍ୱରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି। ଅତଏବ ଜାଫୋ ସହରକୁ ଲୋକ ପଠାଇ ପିତର ଉପନାମ ପ୍ରାପ୍ତ ସିମୋନଙ୍କୁ ପାଖକୁ ଡକାଇ ଆଣ। ସେ ସମୁଦ୍ର କୂଳରେ ସିମୋନ ଚର୍ମକାରକଙ୍କ ଗୃହରେ ଅତିଥି ରୂପେ ବାସ କରୁଅଛନ୍ତି। ଏ ନିମନ୍ତେ ମୁଁ ଅବିଳମ୍ବରେ ଆପଣଙ୍କ ନିକଟକୁ ଲୋକ ପଠାଇଲି। ଆଉ ଆପଣ ଯେ ଆସିଅଛନ୍ତି ଭଲ କରିଅଛନ୍ତି। ଅତଏବ ପ୍ରଭୁ ଆପଣଙ୍କୁ ଯାହା ସବୁ ଆଦେଶ ଦେଇଅଛନ୍ତି ତାହା ଶୁଣିବା ନିମନ୍ତେ ଆମ୍ଭେମାନେ ସମସ୍ତେ ଈଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ଅଛୁ। ସେଥିରେ ପିତର ମୁଖ ଫିଟାଇ କହିଲେ, ପ୍ରକୃତରେ ବର୍ତ୍ତମାନ ମୁଁ ଜାଣିଲି ଯେ ଈଶ୍ୱର ପକ୍ଷପାତ କରନ୍ତି ନାହିଁ।
ପିତରଙ୍କ ଶିକ୍ଷା। କିନ୍ତୁ ପ୍ରତ୍ୟେକ ଜାତିରେ ଯେ କେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି। ସେ ତ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ। ସେହି ଯୀଶୁଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ। ଆପଣମାନେ ଜାଣନ୍ତି ଯେ ବାପ୍ତିଜୋକ ଯୋହନଙ୍କ ଦ୍ୱାରା ପ୍ରଚାରିତ ବାପ୍ତିସ୍ମ ସମୟ ପରେ ସେହି ସୁସମ୍ବାଦ ଗାଲିଲରୁ ଆରମ୍ଭ କରି ସମଗ୍ର ଜିହୁଦିଆ ପ୍ରଦେଶରେ ପ୍ରଚାରିତ ହୋଇଅଛି। ଅର୍ଥାତ୍ ନାଜରୀତୀୟ ଯୀଶୁଙ୍କ କଥା, କିପରି ଈଶ୍ୱର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ୱର ତାହାଙ୍କ ସହବର୍ତ୍ତୀ ଥିଲେ। ପୁଣି ସେ ଜିହୁଦୀମାନଙ୍କ ଦେଶ ଓ ଜେରୁସାଲେମ ସହରରେ ଯାହା ଯାହା ସାଧନ କଲେ, ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ। ତାହାଙ୍କୁ ସେମାନେ କ୍ରୁଶରେ ଟଙ୍ଗାଇ ବଧ କଲେ। ତାହାଙ୍କୁ ଈଶ୍ୱର ତୃତୀୟ ଦିବସରେ ଉଠାଇ ପ୍ରତ୍ୟକ୍ଷ ହେବାକୁ ଦେଲେ। ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ ନାହିଁ, ମାତ୍ର ଈଶ୍ୱରଙ୍କ ଦ୍ୱାରା ପୂର୍ବ ନିରୂପିତ ସାକ୍ଷୀ ଯେ ଆମ୍ଭମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ। ସେ ମୃତମାନଙ୍କ ମଧ୍ୟରୁ ଉଠିଲା ପରେ ଆମ୍ଭେମାନେ ତାହାଙ୍କ ସହିତ ଭୋଜନ ପାନ କଲୁ, ଆଉ ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ, ପୁଣି ମୃତ ଓ ଜୀବିତମାନଙ୍କର ବିଚାରକର୍ତ୍ତା ହେବା ନିମନ୍ତେ ଈଶ୍ୱର ତାହାଙ୍କୁ ନିଯୁକ୍ତ କରିଅଛନ୍ତି ବୋଲି ସାକ୍ଷ୍ୟ ଦେବାକୁ ସେ ଆମ୍ଭମାନଙ୍କୁ ଆଜ୍ଞା ଦେଲେ। ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେ ତାହାଙ୍କ ନାମରେ ପାପ କ୍ଷମା ପାଇବ, ଏହା ସମସ୍ତ ଭାବବାଦୀ ତାହାଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି। ଅଣଜିହୁଦୀମାନଙ୍କର ପବିତ୍ର ଆତ୍ମା ଲାଭ। ପିତର ଏହିସବୁ କଥା କହୁଥିବା ସମୟରେ ଯେତେ ଲୋକ ବାକ୍ୟ ଶୁଣୁଥିଲେ, ସେହି ସମସ୍ତଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ। ସେଥିରେ ପିତରଙ୍କ ସହିତ ଆଗତ ସୁନ୍ନତ ବିଶ୍ୱାସୀମାନେ ସମସ୍ତେ ଅଣଜିହୁଦୀମାନଙ୍କ ଉପରେ ସୁଦ୍ଧା ପବିତ୍ର ଆତ୍ମାଙ୍କ ଦାନ ବୃଷ୍ଟି କରାଯିବା ଦେଖି ଆଚମ୍ବିତ ହେଲେ, କାରଣ ସେମାନେ ସେମାନଙ୍କୁ ବିଭିନ୍ନ ଭାଷାରେ କଥା କହୁଥିବା ଓ ଈଶ୍ୱରଙ୍କ ପ୍ରଶଂସା କରୁଥିବା ଶୁଣୁଥିଲେ। ସେତେବେଳେ ପିତର ଉତ୍ତର ଦେଲେ, ଏହି ଯେଉଁ ଲୋକମାନେ ଆମ୍ଭମାନଙ୍କ ପରି ପବିତ୍ର ଆତ୍ମା ପ୍ରାପ୍ତ କରିଅଛନ୍ତି, ଏମାନେ ଯେପରି ବାପ୍ତିଜିତ ନ ହୁଅନ୍ତି, ସେଥି ନିମନ୍ତେ କ'ଣ କେହି ଜଳକୁ ନିଷେଧ କରିପାରିବ? ପୁଣି ସେ ସେମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେବା ନିମନ୍ତେ ଆଦେଶ ଦେଲେ। ପରେ ସେମାନେ କିଛି ଦିନ ରହିବା ପାଇଁ ତାହାଙ୍କୁ ଅନୁରୋଧ କଲେ। ପ୍ରେରିତ ଅଧ୍ୟାୟ 11। ଜେରୁସାଲେମ ମଣ୍ଡଳୀରେ ପିତରଙ୍କ ବିବୃତ୍ତି। ଅଣଜିହୁଦୀମାନେ ମଧ୍ୟ ଯେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି, ଏହା ପ୍ରେରିତମାନେ ଓ ଜିହୁଦିଆ ପ୍ରଦେଶରେ ଥିବା ଭାଇମାନେ ଶୁଣିଲେ। ଆଉ ଯେତେବେଳେ ପିତର ଜେରୁସାଲେମ ସହରକୁ ଆସିଲେ, ସେତେବେଳେ ସୁନ୍ନତି ବିଶ୍ୱାସୀମାନେ ତାହାଙ୍କ ସହିତ ବିବାଦ କରି କହିଲେ, ତୁମ୍ଭେ ଅସୁନ୍ନତି ବିଶ୍ୱାସୀମାନଙ୍କ ଗୃହରେ ପ୍ରବେଶ କରି ସେମାନଙ୍କ ସହିତ ଭୋଜନ କରିଅଛ। କିନ୍ତୁ ପିତର ବିଷୟଟିର ସବୁ କଥା ବୁଝାଇବାକୁ ଆରମ୍ଭ କରି କହିଲେ, ମୁଁ ଜାଫ ନଗରରେ ପ୍ରାର୍ଥନା କରୁଥିଲି ଏବଂ ମୂର୍ଚ୍ଛିତ ହୋଇ ଏହି ଦର୍ଶନ ପାଇଲି। ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ଆକାଶରୁ ଖସାଇ ଦିଆଯାଉଅଛି, ଆଉ ତାହା ମୋ ପର୍ଯ୍ୟନ୍ତ ଆସିଲା। ମୁଁ ତାହା ପ୍ରତି ଏକ ଦୃଷ୍ଟିରେ ଚାହିଁ ଚିନ୍ତା କରିବାକୁ ଲାଗିଲି ଓ ସେଥିରେ ପୃଥିବୀର ଚାରି ଗୋଡ଼ିଆ ପ୍ରାଣୀ, ବନ୍ୟପଶୁ, ସରୀସୃପ ଓ ଆକାଶର ପକ୍ଷୀ ସବୁ ଦେଖିଲି। ପୁଣି ମୋତେ କୁହାଯାଉଥିବା ଗୋଟିଏ ବାଣୀ ମଧ୍ୟ ମୁଁ ଶୁଣିଲି, ହେ ପିତର, ଉଠ, ବଧ କରି ଭୋଜନ କର। କିନ୍ତୁ ମୁଁ କହିଲି, ନାହିଁ ପ୍ରଭୁ, ଅପବିତ୍ର କି ଅଶୁଚି ବସ୍ତୁ ମୋହର ମୁଖରେ କେବେ ହେଲେ ପ୍ରବେଶ କରିନାହିଁ। କିନ୍ତୁ ଦ୍ୱିତୀୟ ଥର ଆକାଶରୁ ଗୋଟିଏ ସ୍ୱର ଉତ୍ତର ଦେଲା, ଈଶ୍ୱର ଯାହା ସୂଚି କରିଅଛନ୍ତି, ତୁମ୍ଭେ ତାହା ଅଶୁଚି ବୋଲି ନ କୁହ। ଏହି ପ୍ରକାରେ 3 ଥର ହେଲା। ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା। ପୁଣି ଦେଖନ୍ତୁ, ସେହି କ୍ଷଣି 3 ଜଣ ଲୋକ ଆମ୍ଭେମାନେ ଯେଉଁ ଗୃହରେ ଥିଲୁ, ସେଥିର ସମ୍ମୁଖରେ ଆସି ଠିଆ ହେଲେ। ସେମାନେ କାଇସରିଆରୁ ମୋ ନିକଟକୁ ପ୍ରେରିତ ହୋଇଥିଲେ। ପୁଣି କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯିବା ନିମନ୍ତେ ଆତ୍ମା ମୋତେ କହିଲେ, ଆଉ ଏହି 6 ଜଣ ଭାଇ ମଧ୍ୟ ମୋ ସାଙ୍ଗରେ ଗଲେ। ପୁଣି ଆମ୍ଭେମାନେ ସେହି ବ୍ୟକ୍ତିଙ୍କ ଗୃହରେ ପ୍ରବେଶ କଲୁ।
ସେ କିପରି ଜଣେ ଦୂତଙ୍କର ଦର୍ଶନ ପାଇଥିଲେ ତାହା ଆମ୍ଭମାନଙ୍କୁ ଜଣାଇଲେ। ସେହି ଦୂତ କିପରି ତାହାଙ୍କ ଗୃହରେ ଠିଆ ହୋଇ କହିଲେ, ଜାଫ ସହରକୁ ଲୋକ ପଠାଇ ପିତର ଉପନାମ ପ୍ରାପ୍ତ ସିମୋନଙ୍କୁ ଡକାଇ ଆଣ, ଯେ ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେ ଓ ତୁମ୍ଭର ସମସ୍ତ ପରିବାର ପରିତ୍ରାଣ ପାଇବ। ସେ ତୁମ୍ଭକୁ ସେହି ସବୁ କହିବେ। ପରେ ମୁଁ କଥା କହିବାକୁ ଆରମ୍ଭ କରିବା ସମୟରେ ପବିତ୍ର ଆତ୍ମା ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲାପରି ସେମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ। ସେତେବେଳେ ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ମୋହର ସ୍ମରଣରେ ପଡ଼ିଲା, ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ। ଅତଏବ ଆମ୍ଭେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସମୟରେ ଈଶ୍ୱର ଯେପରି ଆମ୍ଭମାନଙ୍କୁ ଦାନ ଦେଇଥିଲେ, ସେହିପରି ଯେବେ ସେମାନଙ୍କୁ ସୁଦ୍ଧା ସମାନ ଦାନ ଦେଲେ, ମୁଁ କିଏ ଯେ ଈଶ୍ୱରଙ୍କୁ ପ୍ରତିରୋଧ କରିପାରିଥାନ୍ତି? ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ୱରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ୱର ଅଣଜିହୁଦୀମାନଙ୍କୁ ମଧ୍ୟ ଜୀବନ ପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ ଦାନ କରିଅଛନ୍ତି। ଆନ୍ତିଓଖିଆର ମଣ୍ଡଳୀ ଇତିମଧ୍ୟରେ ସ୍ତିଫାନଙ୍କ ସକାଶେ ଘଟିଥିବା କ୍ଲେଶ ହେତୁ ଯେଉଁମାନେ ଛିନ୍ନ ଭିନ୍ନ ହୋଇଯାଇଥିଲେ, ସେମାନେ ଫଇନିକିଆ ଅଞ୍ଚଳ, ସାଇପ୍ରସ୍ ଦ୍ୱୀପ ଓ ଆନ୍ତିଓଖିଆ ସହର ପର୍ଯ୍ୟନ୍ତ ଭ୍ରମଣ କରି କେବଳ ଜିହୁଦୀମାନଙ୍କ ବିନା ଆଉ କାହାରି ନିକଟରେ ବାକ୍ୟ ପ୍ରଚାର କରୁନଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ସାଇପ୍ରସ୍ ଓ କୁରିଣୀୟ ଲୋକ ଆନ୍ତିଓଖିଆକୁ ଗ୍ରୀକମାନଙ୍କ ନିକଟରେ ମଧ୍ୟ କଥା କହି ପ୍ରଭୁ ଯୀଶୁଙ୍କ ସୁସମାଚାର ପ୍ରଚାର କରିବାକୁ ଲାଗିଲେ। ଆଉ ସେମାନଙ୍କ ସହିତ ପ୍ରଭୁଙ୍କର ହସ୍ତ ଥିଲା। ପୁଣି ଅନେକ ଅନେକ ଲୋକ ବିଶ୍ୱାସ କରି ପ୍ରଭୁଙ୍କ ପ୍ରତି ଫେରିଲେ। ସେମାନଙ୍କ ବିଷୟକ ସମ୍ବାଦ ଜେରୁସାଲେମସ୍ଥ ମଣ୍ଡଳୀର କର୍ଣ୍ଣଗୋଚର ହେଲା। ସେଥିରେ ସେମାନେ ଆନ୍ତିଓଖିଆ ପର୍ଯ୍ୟନ୍ତ ବର୍ଣ୍ଣବାଙ୍କୁ ପ୍ରେରଣ କଲେ। ସେ ଉପସ୍ଥିତ ହୋଇ ଈଶ୍ୱରଙ୍କର ଅନୁଗ୍ରହ ଦେଖି ଆନନ୍ଦିତ ହେଲେ। ଆଉ ଯେପରି ସେମାନେ ହୃଦୟର ଏକାଗ୍ରତାରେ ପ୍ରଭୁଙ୍କ ପ୍ରତି ଆସକ୍ତ ହୋଇ ରୁହନ୍ତି, ସେଥି ନିମନ୍ତେ ସମସ୍ତଙ୍କୁ ଉତ୍ସାହ ଦେଲେ। କାରଣ ସେ ଜଣେ ଉତ୍ତମ ବ୍ୟକ୍ତି, ପୁଣି ପବିତ୍ର ଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ। ଏହି ପ୍ରକାରେ ଅନେକ ଅନେକ ଲୋକ ପ୍ରଭୁଙ୍କଠାରେ ସଂଯୁକ୍ତ ହେଲେ। ପରେ ସେ ସାଉଲଙ୍କୁ ଖୋଜିବା ପାଇଁ ତାର୍ସକୁ ବାହାରିଗଲେ। ପୁଣି ସେ ତାହାଙ୍କୁ ପାଇ ଆନ୍ତିଓଖିଆକୁ ଘେନି ଆସିଲେ। ସେମାନେ ସମ୍ପୂର୍ଣ୍ଣ 1 ବର୍ଷ ପର୍ଯ୍ୟନ୍ତ ମଣ୍ଡଳୀର ସହିତ ରହି ଅନେକ ଲୋକଙ୍କୁ ଶିକ୍ଷା ଦେଲେ। ପୁଣି ଆନ୍ତିଓଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିଆନ ବୋଲି ନାମିତ ହେଲେ। ସେହି ସମୟରେ କେତେକ ଜଣ ଭାବବାଦୀ ଜେରୁସାଲେମ ସହରରୁ ଆନ୍ତିଓଖିଆକୁ ଆସିଲେ। ସେମାନଙ୍କ ମଧ୍ୟରୁ ଆଗାବ ନାମକ ଜଣେ ବ୍ୟକ୍ତି ଉଠି ସମୁଦାୟ ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ ବୋଲି ଆତ୍ମାଙ୍କ ଦ୍ୱାରା ଜଣାଇଲେ। ତାହା କ୍ଲାଉଦିଓଙ୍କ ସମୟରେ ଘଟିଲା। ସେଥିରେ ଶିଷ୍ୟମାନେ ପ୍ରତ୍ୟେକ ଜଣ ଆପଣା ଶକ୍ତି ଅନୁସାରେ ଜିହୁଦିଆ ପ୍ରଦେଶ ନିବାସୀ ଭାଇମାନଙ୍କ ନିମନ୍ତେ ସାହାଯ୍ୟ ପ୍ରେରଣ କରିବାକୁ ସ୍ଥିର କଲେ। ଆଉ ସେମାନେ ମଧ୍ୟ ତାହା କରି ବର୍ଣ୍ଣବା ଓ ସାଉଲଙ୍କ ହସ୍ତରେ ପ୍ରାଚୀନମାନଙ୍କ ନିକଟକୁ ପଠାଇଦେଲେ। ପ୍ରେରିତ ଅଧ୍ୟାୟ 12। ଯାକୁବ ହତ ଓ ପିତର ବନ୍ଦୀ। ପ୍ରାୟ ସେହି ସମୟରେ ହେରୋଦ ରାଜା ମଣ୍ଡଳୀର କେତେକ ଜଣଙ୍କୁ ଅତ୍ୟାଚାର କରିବା ନିମନ୍ତେ ହସ୍ତକ୍ଷେପ କଲେ। ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ୍ଗରେ ବଧ କଲେ। ଆଉ ଜିହୁଦୀ ନେତାମାନଙ୍କୁ ସେଥିରେ ସନ୍ତୁଷ୍ଟ ହେବାର ଦେଖି ସେ ପିତରଙ୍କୁ ମଧ୍ୟ ଧରିବାକୁ ଅଗ୍ରସର ହେଲେ। ସେହି ସମୟରେ ଖମିର ଶୂନ୍ୟ ରୁଟିର ପର୍ବ ଥିଲା। ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ। ପୁଣି ନିସ୍ତାର ପର୍ବ ଉତ୍ତାରେ ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ 4 ଜଣ ଲେଖାଏ ଥିବା 4ଟି ସେନାଦଳ ନିକଟରେ ତାହାଙ୍କୁ ଜଗିବା ପାଇଁ ସମର୍ପଣ କଲେ। ଅତଏବ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ। କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ର ଭାବେ ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା। କାରାଗାରରୁ ପିତରଙ୍କ ଉଦ୍ଧାର ପରେ ହେରୋଦ ଯେଉଁଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ 2ଟା ଜଞ୍ଜିରରେ ବନ୍ଧା ହୋଇ 2 ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ। ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ। ଆଉ ଦେଖ,
ପ୍ରଭୁଙ୍କର ଜଣେ ଦୂତ ଉପସ୍ଥିତ ହେଲେ। ପୁଣି କୋଠରୀଟି ଆଲୋକମୟ ହେଲା। ଆଉ ସେ ପିତରଙ୍କ କକ୍ଷ ଦେଶରେ ଆଘାତ କରି ତାହାଙ୍କୁ ଉଠାଇ କହିଲେ, ଶୀଘ୍ର ଉଠ। ସେଥିରେ ତାହାଙ୍କ ହାତରୁ ଜଞ୍ଜିର ଖସି ପଡ଼ିଲା। ପୁଣି ଦୂତ ତାହାଙ୍କୁ କହିଲେ, କଟି ବନ୍ଧନ କର ଓ ପାଦୁକା ପିନ୍ଧ। ସେ ସେପରି କଲେ। ଆଉ ସେ ତାହାଙ୍କୁ କହିଲେ, ଆପଣା ବସ୍ତ୍ର ପିନ୍ଧି ମୋହର ପଛେ ପଛେ ଆସ। ସେ ବାହାରି ତାହାଙ୍କ ପଛେ ପଛେ ଗଲେ। କିନ୍ତୁ ଦୂତଙ୍କ ଦ୍ୱାରା ଯାହା କରାଗଲା ତାହା ଯେ ପ୍ରକୃତ, ସେ ତାହା ନ ବୁଝି ଦର୍ଶନ ଦେଖୁଅଛନ୍ତି ବୋଲି ମନେ କରୁଥିଲେ। ଯେତେବେଳେ ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀ ଦଳ ଅତିକ୍ରମ କରି ଯେଉଁ ଲୌହ ଦ୍ୱାର ଦେଇ ନଗରକୁ ଯିବାକୁ ହୁଏ ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ୱାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା। ଆଉ ସେମାନେ ବାହାରି ଯାଇ ଗୋଟିଏ ଦାଣ୍ଡର ଶେଷ ମୁଣ୍ଡ ଯାଏ ଗଲେ। ପୁଣି ସେହି କ୍ଷଣି ସେହି ଦୂତ ତାହାଙ୍କଠାରୁ ଅଦୃଶ୍ୟ ହୋଇଗଲେ। ସେତେବେଳେ ପିତର ସଚେତନ ହୋଇ କହିଲେ, ପ୍ରଭୁ ଯେ ଆପଣା ଦୂତଙ୍କୁ ପଠାଇ ହେରୋଦଙ୍କ ହସ୍ତରୁ ଓ ଯିହୁଦୀ ଲୋକମାନଙ୍କ ସମସ୍ତ ଆକାଂକ୍ଷାରୁ ମୋତେ ଉଦ୍ଧାର କରିଅଛନ୍ତି, ଏହା ମୁଁ ଏବେ ନିଶ୍ଚୟ ଜାଣିଲି। ସେ ଏହି କଥା ଆଲୋଚନା କରି ମାର୍କ ଉପନାମ ପ୍ରାପ୍ତ ଯୋହନଙ୍କ ମାତା ମରିୟମଙ୍କ ଗୃହକୁ ଆସିଲେ। ସେହି ସ୍ଥାନରେ ଅନେକ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ। ସେ ବାହାର ଦ୍ୱାରରେ ଆଘାତ କରନ୍ତେ ରୋଦା ନାମକ ଜଣେ ଦାସୀ କିଏ ବୋଲି ପଚାରିବାକୁ ଗଲା। ସେ ପିତରଙ୍କର ସ୍ୱର ବାରି ଆନନ୍ଦ ସକାଶେ ଦ୍ୱାର ନ ଫିଟାଇ ଭିତରକୁ ଦୌଡ଼ି ଯାଇ ଦ୍ୱାର ପାଖରେ ପିତର ଠିଆ ହୋଇଅଛନ୍ତି ବୋଲି କହିଲା। ସେମାନେ ତାହାକୁ କହିଲେ, ତୁ ବାୟାଣୀ। କିନ୍ତୁ ସେ ତାହା ସତ ବୋଲି ଦୃଢ଼ ରୂପେ କହିବାକୁ ଲାଗିଲା। ସେମାନେ କହିଲେ, ଏ ତାଙ୍କର ଦୂତ। କିନ୍ତୁ ପିତର ଦ୍ୱାରରେ ବାରମ୍ବାର ଆଘାତ କରୁଥିଲେ। ଆଉ ସେମାନେ ଫିଟାଇ ତାହାଙ୍କୁ ଦେଖି ଆଚମ୍ବିତ ହେଲେ। କିନ୍ତୁ ସେ ସେମାନଙ୍କୁ ତୁନି ହୋଇ ରହିବା ପାଇଁ ହାତରେ ଠାରି ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାର କରି ଆଣିଅଛନ୍ତି ତାହା ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। ପୁଣି ସେ କହିଲେ, ଏହି ସମସ୍ତ କଥା ଯାକୁବ ଓ ଭାଇମାନଙ୍କୁ ଜଣାଅ। ଆଉ ସେ ପ୍ରସ୍ଥାନ କରି ଅନ୍ୟ ସ୍ଥାନକୁ ଚାଲିଗଲେ। ସକାଳ ହେବା ପରେ ପିତର କୁଆଡ଼େ ଗଲେ ବୋଲି ସୈନ୍ୟମାନଙ୍କ ମଧ୍ୟରେ ବଡ଼ ଚହଳ ପଡ଼ିଗଲା। ଆଉ ହେରୋଦ ତାହାଙ୍କୁ ଖୋଜି ନ ପାଇବାରୁ ପ୍ରହରୀମାନଙ୍କୁ ପ୍ରଶ୍ନ କଲା ଉତ୍ତାରେ ସେମାନଙ୍କୁ ବଧ କରିବା ପାଇଁ ଆଜ୍ଞା ଦେଲେ। ପରେ ସେ ଯିହୁଦିଆ ପ୍ରଦେଶରୁ କାଇସରିଆ ସହରକୁ ଯାଇ ସେଠାରେ ରହିଲେ। ହେରୋଦଙ୍କ ମୃତ୍ୟୁ। ସେତେବେଳେ ହେରୋଦ ସୋର ଓ ସିଦୋନ ଲୋକଙ୍କ ଉପରେ ଭୟଙ୍କର ଅସନ୍ତୁଷ୍ଟ ଥିଲେ। ଆଉ ସେମାନେ ଏକମତ ହୋଇ ତାହାଙ୍କ ନିକଟକୁ ଆସିଲେ ଓ ରାଜାଙ୍କ ଶୟନାଗାରର ଅଧ୍ୟକ୍ଷ ବ୍ଲାସ୍ତଙ୍କୁ ଆପଣାମାନଙ୍କ ସପକ୍ଷ କରି ଶାନ୍ତି ପ୍ରାର୍ଥନା କରିବାକୁ ଲାଗିଲେ। କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟ ସାମଗ୍ରୀ ଯାଉଥିଲା। ଏଣୁ ଗୋଟିଏ ନିରୂପିତ ଦିନରେ ହେରୋଦ ରାଜବସ୍ତ୍ର ପରିଧାନ କରି ସିଂହାସନରେ ବସି ସେମାନଙ୍କ ନିକଟରେ ଗୋଟିଏ ଭାଷଣ ଦେଲେ। ସେଥିରେ ଲୋକମାନେ ପାଟି କରି କହିବାକୁ ଲାଗିଲେ, ଏ ତ ଦେବତାଙ୍କ ସ୍ୱର, ମନୁଷ୍ୟର ସ୍ୱର ନୁହେଁ। ତତ୍କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କୁ ଆଘାତ କଲେ। କାରଣ ସେ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ। ଆଉ ତାହାଙ୍କୁ ପୋକ ଖାଇବା ଦ୍ୱାରା ସେ ମଲେ। କିନ୍ତୁ ଈଶ୍ୱରଙ୍କ ବାକ୍ୟ ବୃଦ୍ଧି ପାଇ ଅଧିକ ବ୍ୟାପିବାକୁ ଲାଗିଲା। ପରେ ବର୍ଣ୍ଣବା ଓ ସାଉଲ ଆପଣାମାନଙ୍କର ସେବା କାର୍ଯ୍ୟ ସମାପ୍ତ କରି ମାର୍କ ଉପନାମ ପ୍ରାପ୍ତ ଯୋହନଙ୍କୁ ସାଙ୍ଗରେ ଘେନି ଜେରୁସାଲମ ସହରରୁ ବାହୁଡ଼ିଗଲେ। ଆସନ୍ତୁ ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶକୁ ଚିନ୍ତା କରିବା। ପ୍ରେରିତ 9 ପର୍ବ ଠାରୁ 12 ପର୍ବ। ପ୍ରେରିତ 9 ପର୍ବ ଠାରୁ 12 ପର୍ବ ହେଉଛି ଏକ ଉଲ୍ଲେଖନୀୟ ବିଭାଗ ବା ଭାଗ, ଯାହା ଦର୍ଶାଏ ଯେ ପୁନରୁତ୍ଥିତ ଖ୍ରୀଷ୍ଟ କିପରି ଶତ୍ରୁମାନଙ୍କୁ ରୂପାନ୍ତରିତ କରିପାରନ୍ତି, ଅଣଜିହୁଦୀମାନଙ୍କ ମଧ୍ୟରେ ମଣ୍ଡଳୀ କିପରି ବିସ୍ତାରିତ ହେଲା ଏବଂ ତାଡ଼ନା ମଧ୍ୟରେ ତାଙ୍କ ଲୋକମାନଙ୍କୁ ସେ କିପରି ରକ୍ଷା କରନ୍ତି ଏବଂ ଏଠାରେ ପବିତ୍ର ଆତ୍ମାଙ୍କ ମାଧ୍ୟମରେ ତାଙ୍କର କାର୍ଯ୍ୟକୁ ଜାରି ରଖାଯାଇଥିବା ବିଷୟ ଉଲ୍ଲେଖ କରାଯାଇଅଛି। ପ୍ରେରିତ 9 ପର୍ବ ସାଉଲଙ୍କ ପରିବର୍ତ୍ତନ। ଏହି ଅଧ୍ୟାୟଟି ତାର୍ସର ସାଉଲଙ୍କ ଠାରୁ ଆରମ୍ଭ ହୁଏ। ଜଣେ ଉଦ୍ଯୋଗୀ ଫାରୁସି ଯିଏ ବିଶ୍ୱାସୀମାନଙ୍କୁ ଓ ଖ୍ରୀଷ୍ଟଙ୍କ ମଣ୍ଡଳୀକୁ ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲେ। ଦମେଶକକୁ ଯିବା ବାଟରେ ସେ ପୁନରୁତ୍ଥିତ ଯୀଶୁଙ୍କୁ ଭେଟିଲେ
ସେଠାରେ ଯୀଶୁ ତାଙ୍କୁ କହିଲେ, ହେ ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ? ପ୍ରେରିତ 9 ପର୍ବ 4 ପଦ। ସେହି ମୁହୂର୍ତ୍ତରେ ଶାଉଲ ହୃଦୟଙ୍ଗମ କଲେ ଯେ ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କୁ ତାଡ଼ନା କରିବା ଅର୍ଥାତ୍ ସ୍ୱୟଂ ଖ୍ରୀଷ୍ଟଙ୍କୁ ତାଡ଼ନା କରିବା ଅଟେ। ଅନ୍ଧତାରେ ଆଘାତ ପ୍ରାପ୍ତ ହୋଇ ଶାଉଲ ନଗରକୁ ନିଆଗଲେ, ଯେଉଁଠାରେ ପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇ ହାନାନୀୟ ତାଙ୍କ ଦୃଷ୍ଟିଶକ୍ତି ଫେରି ପାଇବା ପାଇଁ ଏବଂ ସେ ଯେପରି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅନ୍ତି ସେଥିପାଇଁ ତାଙ୍କ ଉପରେ ସେ ହସ୍ତାର୍ପଣ କଲେ। ଶାଉଲ ବାପ୍ତିସ୍ମ ଗ୍ରହଣ କଲେ ଏବଂ ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର ଅଟନ୍ତି ଏହା ଘୋଷଣା କରିବାକୁ ଲାଗିଲେ। ପ୍ରେରିତ 9 ପର୍ବ 20 ପଦ। ପ୍ରଥମେ ଉଭୟ ଯିହୁଦୀ ଏବଂ ଶିଷ୍ୟମାନେ ତାଙ୍କ ପରିବର୍ତ୍ତନ ଉପରେ ସନ୍ଦେହ କରୁଥିଲେ, କିନ୍ତୁ ବର୍ଣ୍ଣବା, ଯାହାଙ୍କ ନାମର ଅର୍ଥ ସାନ୍ତ୍ୱନାର ପୁତ୍ର, ତାଙ୍କ ପରିବର୍ତ୍ତନରେ ବିଶ୍ୱାସ କଲେ ଓ ତାଙ୍କ ସପକ୍ଷରେ ସେ ଠିଆ ହେଲେ। ଯେତେବେଳେ ତାଡ଼ନା ହେଲା, ଶାଉଲଙ୍କୁ ତାର୍ସକୁ ପଠାଇ ଦିଆଗଲା ଏବଂ ଏହି ପ୍ରକାରେ ସମୁଦାୟ ଯିହୁଦିଆ ପ୍ରଦେଶ, ଗାଲିଲି ଓ ସମୀରଣର ମଣ୍ଡଳୀ ନିଷ୍ଠାପ୍ରାପ୍ତ ହୋଇ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କରିବାକୁ ଲାଗିଲେ, ପୁଣି ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ। ପ୍ରେରିତ 9 ପର୍ବ 31 ପଦ। ଏହି ସମୟରେ ପିତରଙ୍କ ଦ୍ୱାରା 2ଟି ଶକ୍ତିଶାଳୀ ଆଶ୍ଚର୍ଯ୍ୟ କର୍ମ ସାଧିତ ହେଲା। ସେ ପ୍ରେରିତମାନଙ୍କ ମାଧ୍ୟମରେ ଜାରି ରହିଥିବା ଖ୍ରୀଷ୍ଟଙ୍କ ଶକ୍ତିକୁ ପ୍ରଦର୍ଶନ କରି ଲିଦାରେ ଏନିଆସଙ୍କୁ ସୁସ୍ଥ କଲେ ଏବଂ ଜୋପାରେ ତାବିଥା, ଯାହାଙ୍କ ନାମ ଦରକାସ, ତାଙ୍କୁ ମୃତ୍ୟୁରୁ ଉଠାଇଲେ। ପ୍ରେରିତ 10 ପର୍ବ। ପିତର ଏବଂ କର୍ଣ୍ଣିଲିୟସ୍ ଅଣଯିହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର ହେଲା। କାଇସରିଆରେ କର୍ଣ୍ଣିଲିୟ ବାସ କରନ୍ତି, ଜଣେ ରୋମୀୟ ଶତ ସେନାପତି, ଯିଏ ଜଣେ ଭକ୍ତ ଆଉ ସପରିବାରରେ ଈଶ୍ୱରଙ୍କୁ ଭୟ କରୁଥିଲେ ବୋଲି ଏଠାରେ ଉଲ୍ଲେଖ କରାଯାଏ। ପ୍ରେରିତ 10 ପର୍ବ 2 ପଦ। ଈଶ୍ୱର ତାଙ୍କ ନିକଟକୁ ଜଣେ ଦୂତଙ୍କୁ ପଠାଇ ପିତରଙ୍କୁ ଡକାଇ ଆଣିବାକୁ ନିର୍ଦ୍ଦେଶ ଦେଲେ। ସେହି ସମୟରେ ପିତର ଯିହୁଦୀ ନିୟମ ଦ୍ୱାରା ଅଶୁଚି ବୋଲି ବିବେଚନା କରାଯାଉଥିବା ପଶୁ, ସରୀସୃପ ଇତ୍ୟାଦି ପ୍ରାଣୀରେ ପରିପୂର୍ଣ୍ଣ ଏକ ଚାଦରର ଦର୍ଶନ ଦେଖିଲେ। ଆଉ ଈଶ୍ୱରଙ୍କ ଠାରୁ ଏହି ବାଣୀ ସେ ଶୁଣିଲେ, ଈଶ୍ୱର ଯାହା ସୂଚି କରିଅଛନ୍ତି ତାହା ତୁମେ ଅଶୁଚି ବୋଲି ନ କୁହ। ପ୍ରେରିତ 10 ପର୍ବ 15 ପଦ। ପିତର ଅବିଳମ୍ବେ ଦର୍ଶନର ଅର୍ଥକୁ ବୁଝିପାରିଲେ। ଖ୍ରୀଷ୍ଟଙ୍କ ଠାରେ ପରିତ୍ରାଣ ବର୍ତ୍ତମାନ ସମସ୍ତ ଜାତି ପାଇଁ ଉପଲବ୍ଧ ଅଛି ବୋଲି ଈଶ୍ୱର ଯେ ଘୋଷଣା କରୁଅଛନ୍ତି ଏହା ସେ ହୃଦୟଙ୍ଗମ କଲେ। ଯେତେବେଳେ ପିତର କର୍ଣ୍ଣିଲିୟ ଏବଂ ତାଙ୍କ ପରିବାରକୁ ଯୀଶୁଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନ ବିଷୟରେ ପ୍ରଚାର କରୁଥିଲେ, ଅର୍ଥାତ୍ ସୁସମାଚାର ଘୋଷଣା କରୁଥିଲେ, ସେତେବେଳେ ପବିତ୍ର ଆତ୍ମା ଅଣଯିହୁଦୀମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ ଏବଂ ପିତର ଘୋଷଣା କରି କହିଲେ, ଏହି ଯେଉଁ ଲୋକମାନେ ଆମ୍ଭମାନଙ୍କ ପରି ପବିତ୍ର ଆତ୍ମା ପ୍ରାପ୍ତ ହୋଇଅଛନ୍ତି, ଏମାନେ ଯେପରି ବାପ୍ତିଜିତ ନ ହୁଅନ୍ତି, ଏଥି ନିମନ୍ତେ କଣ କେହି ଜଳକୁ ନିଷେଧ କରିପାରିବ? ପ୍ରେରିତ 10 ପର୍ବ 47 ପଦ। ଯିହୁଦୀ ଏବଂ ଅଣଯିହୁଦୀ ମାନଙ୍କ ମଧ୍ୟରେ ଥିବା ପ୍ରାଚୀର ଭୁଷୁଡ଼ିବାକୁ ଲାଗିଲା। ପ୍ରେରିତ 1 ପର୍ବ 8 ପଦର ଶାସ୍ତ୍ରାଂଶଟି ଏଠାରେ ପୁରା ହେବାକୁ ଲାଗିଲା। ଏବଂ ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭରକୃତ ପରିତ୍ରାଣ ସ୍ୱରୂପ ହେବ, ଯାହା ଯିଶାୟଙ୍କର ଏହି ଭାବବାଣୀ ସଫଳ ହେବାର ଦେଖାଗଲା। ପ୍ରେରିତ 11 ପର୍ବ। ଆନ୍ତିଓଖ୍ୟାରେ ମଣ୍ଡଳୀ। ଯେତେବେଳେ ପିତର ଜେରୁସାଲେମକୁ ଫେରି ଆସିଲେ, ତାଙ୍କୁ ଅଣଯିହୁଦୀ ମାନଙ୍କ ସହିତ ଭୋଜନ ପାନ କରିଥିବାରୁ କେତେକ ଲୋକ ତାଙ୍କର ସମାଲୋଚନା କଲେ। ସେ ମଣ୍ଡଳୀ ସମ୍ମୁଖରେ କର୍ଣ୍ଣିଲିୟ ପାଇଥିବା ଦର୍ଶନ ଏବଂ ସେ ନିଜେ ଦେଖିଥିବା ଦର୍ଶନ ଓ ସେ ଶୁଣିଥିବା ସ୍ୱର ଏବଂ ସେଠାରେ ସାଧିତ ଆତ୍ମାଙ୍କର କାର୍ଯ୍ୟ ବିଷୟରେ ବର୍ଣ୍ଣନା କଲେ। ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ୱରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ୱର ଅଣଯିହୁଦୀ ମାନଙ୍କୁ ମଧ୍ୟ ଜୀବନ ପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ ଦାନ କରିଅଛନ୍ତି। ଏହି ସମୟରେ ସୁସମାଚାର ଆନ୍ତିଓଖ୍ୟା ପର୍ଯ୍ୟନ୍ତ ବ୍ୟାପିଗଲା, ଯେଉଁଠାରେ ଉଭୟ ଯିହୁଦୀ ଏବଂ ଗ୍ରୀକ୍ ଲୋକମାନେ ବିଶ୍ୱାସ କଲେ। ଜେରୁସାଲେମ ମଣ୍ଡଳୀ ବର୍ଣ୍ଣବାଙ୍କୁ ସେଠାକୁ ପଠାଇଲେ, ଆଉ ପରେ ବର୍ଣ୍ଣବା ଯାଇ ଶାଉଲଙ୍କୁ ତାର୍ସରୁ ଘେନି ଆସିଲେ ଏବଂ ସେମାନେ ଦୁହେଁ ସେଠାରେ ଶିକ୍ଷା ଦେଇ ସେହି ମଣ୍ଡଳୀର ସେବା କରିବାକୁ ଲାଗିଲେ।
संपूर्ण 1 वर्ष पर्यंत से मंडली को शिक्षा देले और मंडली वृद्धि पाइबाकू लागिला। आंतियोख्या रे ही शिष्य मानक प्रथमे ख्रीष्टियान बोली कुहागला। प्रेरित 11 पर्व 26 पद। आगाबस नाम जड़े भविष्यत वक्ता आगामी दुर्भिक्ष विषय भविष्यवाणी कले। एणु विश्वासी माने जिहुदिया प्रदेशर मंडली निकट को रिलीफ पठाइले। सेमानकर एही कर्म आद्य मंडलीर विश्वासी मानक मध्य थिबा दया एवं एकता को प्रदर्शन करे। प्रेरित 12 पर्व ताड़ना एवं मुक्ति। एही अध्यायटी राजा हेरोद अग्रिपा प्रथमंक अधीन ताड़ना सहित आरंभ हुए, जी जोहन भाई जाकुब को मृत्युदंड देले एवं पितर को गिरफ कर कारागार निक्षेप कले। किंतु मंडली तांको पाई निविष्ट चित्तरे प्रार्थना करुथिला एवं ईश्वर सेमानकर प्रार्थना सुनी एथिरे हस्तक्षेप कले। जने दूत राति रे पितर को कारागार उद्धार करी तांकु प्रहरी एवं लुहा फाटक अतिक्रम कराई मुक्त करी तांकु घेनीगले। हेरोद जी ईश्वर को गौरव न देई निजे जने देवता भाव रे उपासना ग्रहण कले, से जने दूतों द्वारा आघात करा जाय मृत्युवरण कले। प्रेरित 12 पर्व 23 पद। विरोध सत्वे ईश्वर वाक्य वृद्धि पाई अत्यधिक व्यापीवाकू लगिला। प्रेरित 12 पर्व 24 पद। यह प्रेरित पुस्तकर सत्य को प्रतिफलित करे। कौनसी मानव शक्ति ख्रीष्टଙ୍କ राज्यर अग्रगति को बा अभिवृद्धि को अटकाई पारिबो नाही। आमे एही पठित अंशर आत्मिक चिंता आत्मिक विषय वस्तु को आमे एही प्रकार आलोचना करि परिबा। ईश्वरଙ୍କ अनुग्रह तांको शत्रु मानक मध्य रूपांतरित करि पारे। शाऊलଙ୍କ परिवर्तन दर्शाए जे कौनसी पापी ईश्वरଙ୍କ दयार अपहंच दूर रे नाहंती। 2 ईश्वरଙ୍କ परित्राण समस्त लोकଙ୍କ पाई उपलब्ध। पितरଙ୍କ दर्शन एवं कर्नेलियଙ୍କ परिवर्तन अब्राहमଙ୍କ वंश माध्यम रे समस्त जाति को आशीर्वाद करने को ईश्वरଙ୍କ प्रतिज्ञा सफल हेबार दर्शाए। आदि पुस्तक 12 पर्व 3 पद। पुणे प्रेरित 10 पर्व 34 और 35 पद। तृतीय रे ईश्वर तांको लोकमानकर प्रार्थनार उत्तर दियंती। कारागार पितरଙ୍କ आश्चर्यजनक मुक्ति दर्शाए जे प्रार्थना शक्तिशाली एवं प्रभावशाली अटे। याकूब 5 पर्व 16 पद। आजिर ध्यान रे प्रभु आम प्रत्येक को आशीर्वाद करंतु।